ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ପଙ୍କପାଳ ପଞ୍ଚାୟତ ନୀଳମଣିଦେଇପୁର ବୀଣାପାଣି ନୋଡାଲ ବିଦ୍ୟାପୀଠଠାରେ 2002 ବ୍ୟାଚ୍ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ଫକୀର ଚରଣ ଦାସ, ପୂର୍ବତନ ଶିକ୍ଷକ ସୁରେନ୍ଦ୍ର ଶତପଥୀ, ମଦନ ମୋହନ ପରିଡ଼ା ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପୂର୍ବତନ ସ୍କୁଲ ସଭାପତି ଦିଲ୍ଲୀପ କୁମାର ସାମଲ ଏବଂ ବିରଞ୍ଚି ନାରାୟଣ ପଟୁ ମଧ୍ୟ ଯୋଗ ଦେଇଥିଲେ ଏବଂ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଏକାଠି କରିବା ଏବଂ ବନ୍ଧୁତାର ସ୍ରୋତ ବଢ଼େଇ ନେବାରେ ମୁଖ୍ୟ ଯୋଗଦାନ ଥିଲା ତାରିଣୀ ପ୍ରସାଦ ସୁନ୍ଦର ରାୟ, ରୀତାଞ୍ଜଳି ସ୍ୱାଇଁ, ପ୍ରିୟଙ୍କା ପ୍ରିୟଦର୍ଶିନୀ ଜେନା, ମମତା ଭୂତିଆ, ସୁନୀଲ କୁମାର ସାହୁ, ପ୍ରଭାଞ୍ଜନ ବେହେରା, କଳ୍ପତରୁ ଶତପଥୀ, ଚନ୍ଦ୍ରମଣି ସାହୁ, ସୁଶାନ୍ତ କୁମାର ଜେନା ଆଦି ପୁରାତନ ଛାତ୍ରଛାତ୍ରୀଙ୍କର। ବନ୍ଧୁ ମିଳନରେ ସମସ୍ତ ପୁରାତନ ଛାତ୍ରଛାତ୍ରୀ ନିଜର ସ୍କୁଲ ଜୀବନ ଅନୁଭୂତି ମନେ ପକାଇ ଦୁଃଖ ଏବଂ ସୁଖ ପ୍ରକାଶ କରିଥିଲେ। ଏହି 2002 ବ୍ୟାଚ୍ର ଛାତ୍ରଛାତ୍ରୀ ସ୍କୁଲ ଶିକ୍ଷା ସାରିବା ସମୟରେ 300 ବୃକ୍ଷରୋପଣ କରି ସମାଜକୁ ଏକ ସବୁଜ ଉଦାହରଣ ଦେଇଥିଲେ। ଆଜି ମଧ୍ୟ ସ୍କୁଲ ପରିସରରେ ଏହି ବୃକ୍ଷରାଜି ସୌନ୍ଦର୍ଯ୍ୟର କାରଣ ସାଜିଛି। ସ୍କୁଲର ମୁଖ୍ୟ ଗେଟ୍ ମଧ୍ୟ ଏହି ବ୍ୟାଚ୍ ପିଲାମାନଙ୍କର ଅବଦାନ ବୋଲି ପୂର୍ବତନ ଶିକ୍ଷକ ଏବଂ ପ୍ରଧାନ ଶିକ୍ଷକ ପ୍ରଶଂସା କରିଥିଲେ। ମୁଁ ସୁରେନ୍ଦ୍ର କୁମାର ଶତପଥୀ, ଏହି ସ୍କୁଲରେ ଏହି ଗାଁର ମୁଁ ଶିକ୍ଷକ ଏବଂ ଏହି ଗାଁର ମୋ ଘର। 1967 ମସିହାରୁ 2006 ମସିହା ପର୍ଯ୍ୟନ୍ତ ମୁଁ ଏହି ସ୍କୁଲରେ ଶିକ୍ଷକତା କରୁଥିଲି। ମୁଁ ଆଜି ପିଲାମାନେ 2002 ମସିହାର ପିଲାମାନେ ଡାକିଥିବାରୁ ବହୁତ ଖୁସି ଏବଂ ସେମାନଙ୍କୁ ଟିକେ ଉତ୍ସାହିତ କରିବା ପାଇଁ ମୁଁ ଆଜି ଏଠି ସେମାନଙ୍କ ଗହଣରେ ଉପସ୍ଥିତ ରହିଛି। ଆଉ ଆଶା କରୁଛି ପିଲାମାନେ ତାଙ୍କ ଜୀବନରେ କେମିତି ଭଲ ଉନ୍ନତି କରନ୍ତୁ, ସେମାନେ ଭଲ ମଣିଷ ହୁଅନ୍ତୁ। ସେମାନେ ଆଜି ଆମକୁ ସମ୍ମାନ କରିଛନ୍ତି, ସେଥିପାଇଁ ସେମାନେ ସମସ୍ତଙ୍କୁ ସାଧୁବାଦ, ଧନ୍ୟବାଦ ଦେବେ। ସହିତ ପ୍ରଜ୍ଞା ପାଇକରେ ପଙ୍କପାଳ ଆମ ଘର ଆଉ 2002 ବ୍ୟାଚ୍ ଆମେ। କଣ କହିବେ ନିଜ ସାଙ୍ଗମାନଙ୍କୁ ଆଜି ଏତେ ପାଖରେ ପାଇକି ଆଜି ଆପଣ କେତେ ଖୁସି ଅଛନ୍ତି? ଆମ ପୁଅ ପିଲା ସାଙ୍ଗମାନଙ୍କ ଉଦ୍ୟମରେ ଏ ଜିନିଷ ହେଉଛି। ମାସେ ହେଲାଣି ଆମେ ଏହାକୁ ସେମାନେ ପ୍ଲାନ୍ କରିଛନ୍ତି ଆଉ ମାନେ ପର୍ ଡେ ସବୁ ଝିଅ ପିଲା ସାଙ୍ଗ ପୁଅ ପିଲା ସାଙ୍ଗ ସମସ୍ତଙ୍କୁ ଫୋନ୍ କରିକି ତାଙ୍କ ଉଦ୍ୟମ ପାଇଁ ଆମେ ସମସ୍ତେ ଆଜି ଏକାଠି ହେଇଛୁ। ତାଙ୍କୁ ଧନ୍ୟବାଦ। ଝିଅ ପିଲା ସାଙ୍ଗ ସେମାନେ ଯେଉଁମାନେ ବି ସବୁ ସହଯୋଗ କରିଛନ୍ତି ସେମାନଙ୍କୁ ଧନ୍ୟବାଦ। ଆଉ ଏଇ ଜିନିଷଟା ଚାଲୁ ରହିବା, ଆମେ ଜାଣିଛୁ ଚାଲୁ ରହିବା, କାହିଁକିନା ଏମାନେ ଚାହୁଁଛନ୍ତି ଆମ ପୁଅ ପିଲା ସାଙ୍ଗମାନେ ତାଙ୍କ ଉଦ୍ୟମ ପାଇଁ ଆମେ ଏକାଠି ହେଇଛୁ, ସେମାନେ ଏଇଟା ଚାଲୁ ରହିବ। କେତେ ଦିନ କହିବ, ଯେତେ ଦିନ ଆମେ ଥିବ ଚାଲୁ ରହିବ। ଦିଲ୍ଲୀପ କୁମାର ସାମଲ, ଏଇ 2002 ମସିହାର 2025 ମସିହା ପାଇଁ ସମସ୍ତଙ୍କୁ ମୋ ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନ। ବହୁ ଦୀର୍ଘ 2000 ମସିହାରୁ ଏହି ବିଦ୍ୟାଳୟରେ ପାସ୍ କଲା ପରେ ପ୍ରଥମ ଥର ପାଇଁ ସେମାନେ ଏହି ବିଦ୍ୟାଳୟରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରି ଆମମାନଙ୍କୁ ନିମନ୍ତ୍ରିତ କରିଥିବାରୁ ମୁଁ ସମସ୍ତଙ୍କୁ ମୋ ତରଫରୁ କୃତଜ୍ଞତା ଜ୍ଞାପନ କରୁଛି। ସେ ପିଲାମାନଙ୍କର ବ୍ୟାଚ୍ 2002ର ପିଲାମାନେ ଆଜି ତାଙ୍କର ଗୋଟେ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିଛନ୍ତି ଏବଂ ତା ସହିତ ଆମମାନଙ୍କୁ ନିମନ୍ତ୍ରଣ କରିଛନ୍ତି। ସେଥିପାଇଁ ଆମେ ବହୁତ ଖୁସି। ରାଜେନ୍ଦ୍ର କୁମାର ପୃଷ୍ଟି, ବୀଣାପାଣି ବିଦ୍ୟାପୀଠର ପୁରାତନ ଛାତ୍ର 2002 ବ୍ୟାଚ୍। ଆପଣ 2002 ବ୍ୟାଚ୍ରେ ଯେତେବେଳେ ପଢ଼ୁଥିଲେ ସେ ବିଦ୍ୟାଳୟର ପରିବେଶର ଯେମିତି ଥିଲା ଏବେକା ବିଦ୍ୟାଳୟ ଭିତରେ ଫରକ କ'ଣ ଦେଖୁଛନ୍ତି ଆପଣ? ଫରକ ଏତିକି ଯେ ସେତେବେଳେ ଆମେ ଆଜବେଷ୍ଟ ଥିଲା ଆମର ବିଦ୍ୟାଳୟ ଗୃହ, ଏବେ ଛାତ ହେଇଯାଇଛି। ବହୁତ ସୁନ୍ଦର ବି ତା ଅପେକ୍ଷା ବହୁତ ଅଛି, କିନ୍ତୁ ପରିବେଶ ଏଇଆ ଯେ ଶିକ୍ଷା ଭିତରେ କିଛି ଅଲଗା ରହିଯାଇଛି। ଖାଲି ଆଜି ସେ ଶିକ୍ଷା ଭିତରେ ଖାଲି ପରିସର ରହୁଛି ନା କିଛି ବୃକ୍ଷଠାରୁ ଆରମ୍ଭ କରି ସବୁ ସ୍କୁଲ ବହୁତ ଡେଭଲପ ହେଇଛି? ନା, ବହୁତ ଡେଭଲପ ହେଇଛି, ଶିକ୍ଷା ବି ଡେଭଲପ ଅଛି। ଆମର ଯେଉଁ ଶୈଳୀ ଥିଲା ଶିକ୍ଷା ଶୈଳୀ ଏବେକା ଶିକ୍ଷା ଶୈଳୀ ବହୁତ ପରିବର୍ତ୍ତନ। ଏବେକା ଯେଉଁ ପିଲା ପାଠ ପଢ଼ୁଛନ୍ତି ତାଙ୍କ ବାର୍ତ୍ତା କ'ଣ ଆପଣ ଦେବେ? ଏତିକି ବାର୍ତ୍ତା ଦେବୁ, ଭବିଷ୍ୟତ ନିଜ ମନରେ ଯେତିକି ସନ୍ଦେହ ରହୁଛି ପାଠ ପ୍ରତି ତାକୁ ଗୁରୁଙ୍କ। ଦାନଗଦିରୁ ମନୋଜ କୁମାର ଜେନାଙ୍କ ରିପୋର୍ଟ, ସ୍ୱରାଜ୍ୟ ଖବର।